ବ୍ଲକ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ କଂଗ୍ରେସ କାର୍ଯ୍ୟାଳୟ ତା 25 ମାର୍ଚ୍ଚ 2024 ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରଦ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କଂଗ୍ରେସର 10 ଦଫା ଗ୍ୟାରେଣ୍ଟି କାର୍ଡକୁ ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଞ୍ଜିତ ଦାସ ଉନ୍ମୋଚନ କରିଛନ୍ତି। ନୟାଗଡ଼ ଜିଲ୍ଲାବାସୀଙ୍କ ପାଇଁ ନୟାଗଡ଼ରେ ନୂଆ ଚିନିକଳ ସ୍ଥାପନ ଗ୍ୟାରେଣ୍ଟି ସହ ରାଜ୍ୟବାସୀଙ୍କୁ କଂଗ୍ରେସ ଦଳର 9 ଗ୍ୟାରେଣ୍ଟି ମଧ୍ୟରେ 1 ଗୃହ ଜ୍ୟୋତି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ 200 ୟୁନିଟ୍ ବିଜୁଳି ଦେୟ ଛାଡ଼, 2 ଯୁବ ବିକାଶ ଯୋଜନାରେ ରାଜ୍ୟର 5 ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ 3000 ଟଙ୍କା ବେକାରୀ ଭତ୍ତା, 3 କୃଷକ ବନ୍ଧୁ ଯୋଜନାରେ ବୋନସ୍ ସହିତ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3000 ଟଙ୍କା, କୃଷକମାନଙ୍କ ପାଇଁ ମାସିକ 2000 ଟଙ୍କା ପେନ୍ସନ୍ ଏବଂ କୃଷି ଋଣ ଛାଡ଼, 4 ଗୃହ ଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ 2000 ଟଙ୍କା, ଆଦିବାସୀ ଦଳିତ ମହିଳାଙ୍କୁ ମାସିକ 3000 ଟଙ୍କା ଭତ୍ତା ଏବଂ ମାସକୁ 500 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, 5 ଜନକଲ୍ୟାଣ ଯୋଜନାରେ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, 6 ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ 2000 ଟଙ୍କା, 7 ଚିଟ୍ଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ 6 ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, 8 ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ 27% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, 9 ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର ଏବଂ 10 100 ଦିନ ମଧ୍ୟରେ ପେଶା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ। ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ସତ୍ୟବ୍ରତ ନାୟକ, ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବନେତା ବିଭୁ ପ୍ରସାଦ ମିଶ୍ର, ଜିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଦିଲ୍ଲୀପ କୁମାର ବିଶୋଇ, ଡିସିସି ଉପସଭାପତି ବସନ୍ତ କର, ଓଡ଼ଗାଁ ବ୍ଲକ କଂଗ୍ରେସ ଉପସଭାପତି ଆଡ଼ଭୋକେଟ୍ ବିଭୂତି ରାଉତ, ଜିଲ୍ଲା INTUC ଅଧ୍ୟକ୍ଷ ଆଲୋକ ପ୍ରଧାନ ଏବଂ ବରିଷ୍ଠ କର୍ମୀ ନିରଞ୍ଜନ ରାଉତ ପ୍ରମୁଖ ଗ୍ୟାରେଣ୍ଟି କାର୍ଡ ଆନୁଷ୍ଠାନିକ ଉନ୍ମୋଚନ କରିଥିଲେ। ଜିଲ୍ଲାର ରଣପୁର, ଦଶପଲ୍ଲା ଏବଂ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁରୂପ ଗ୍ୟାରେଣ୍ଟି ଉନ୍ମୋଚନ କାର୍ଯ୍ୟକ୍ରମ ହୋଲି ପରେ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବ୍ୟୁରୋ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ସର୍ବପ୍ରଥମେ ମୋର ନମସ୍କାର ଏବଂ ମୋ ପାଖରେ ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ। ଆପଣମାନେ ଜାଣିଥିବେ ଆମେ 4 ଦିନ ହେଲା ଉଭୟ 2 ଜଣ ଯାକ ନୟାଗଡ଼ ଜିଲ୍ଲାରୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛୁ। ଗ୍ୟାରେଣ୍ଟି ଯେଉଁ ଦେଇଛି, ଯେଉଁ 10 ପ୍ରକାର ଯେଉଁ ତାର ଅଛି, ତାକୁ ଆପଣ କ'ଣ କହିବେ, କେତେ ସଫଳ ହେବ? ଦେଖନ୍ତୁ, କଂଗ୍ରେସ ଯାହା କହେ ସେୟା କରେ। ମଧ୍ୟପ୍ରଦେଶରେ ଥିଲା, ରାଜସ୍ଥାନରେ ଥିଲା, ଛତିଶଗଡ଼ରେ ଥିଲା, ଯେଉଁ ପୂର୍ବ ସରକାର କଂଗ୍ରେସ ଥିଲା 6 ଦିନରେ ରାହୁଲ ଗାନ୍ଧୀ ଯାହା କହିଲେ 6 ଦିନରେ ପାଳିତ ହୋଇଥିଲା। ଆଉ କଂଗ୍ରେସ ଯାହା କହୁଛି ସେୟା କରିବ। ଏହା ସବୁ ଅନ୍ୟ ରାଜ୍ୟରେ ପରୀକ୍ଷା ହେଇଛି। ଏଠି ବର୍ତ୍ତମାନ ଆମର ଛତିଶଗଡ଼ରେ ଥିଲା, ରାଜସ୍ଥାନରେ ଥିଲା, ମଧ୍ୟପ୍ରଦେଶ ଥିଲା, ଏବେ ବାଙ୍ଗାଲୋରରେ ବି ଆମର କର୍ଣ୍ଣାଟକରେ ଅଛି, ତେଲେଙ୍ଗାନାରେ ବି ଅଛି। ସବୁ ଯେଉଁଠି ଅଛି କଂଗ୍ରେସ କରିଛି ଏବଂ ସରକାରକୁ ଆସିଲେ ଏହା ନିଶ୍ଚିତ ରୂପେ କରିବ। ଆଜି ଯାହା ବି ଯେଉଁ 2 ଟଙ୍କିଆ ଚାଉଳ, ଏଇଟା ଜାନବୀ ପଟ୍ଟନାୟକ ଅମଳରେ ଏଇଟା ହେଇଛି। ବର୍ତ୍ତମାନ ଏଇ ନବୀନ ପଟ୍ଟନାୟକ ସରକାର ଆଉ ବିଜେପି ସରକାର ଆଙ୍କ ଭିତରେ ବର୍ତ୍ତମାନ ସାଲସୁତରା ଚାଲିଛି। ଏଇଥିପାଇଁ ବର୍ତ୍ତମାନ ସେ କହୁଛନ୍ତି, ଆମେ ତ କିନ୍ତୁ ଲୋକ ଜାଣିଛନ୍ତି ହେଲେ UPA ଗଭର୍ଣ୍ଣମେଣ୍ଟରେ ସୋନିଆ ଗାନ୍ଧୀ, ମନମୋହନ ସିଂ ସରକାର ଯାହା କରିଥିଲା ଏଇଟା ବର୍ତ୍ତମାନ ସେମାନେ କରୁଛନ୍ତି। ଏଇ NRGS ଏଇ କଂଗ୍ରେସ ଗଭର୍ଣ୍ଣମେଣ୍ଟ କରିଥିଲା। ଯାହା କରିଛି କଂଗ୍ରେସ କହେ ସେ କରେ। ଏଇଟା ହେଉଛି ଆମ ଦଳର ଗୋଟେ ଶୃଙ୍ଖଳା ଏବଂ ଆମ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ତାକୁ ସହାୟତା ପାଳନ କରୁଛନ୍ତି। ସବୁ ରାଜ୍ୟରେ ଯେଉଁଠି ଅଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆମର ଯିଏ ହେବ ବା ଯିଏ ଅଛନ୍ତି ସେଇଠି ସେୟା ହୁଏ। ନିଶ୍ଚିତ କରିବେ, ଯେହେତୁ 24 ବର୍ଷ ଶାସନ ଦେଖି ସାରିଲେଣି। ବର୍ତ୍ତମାନ ତାଙ୍କର ବିଜେପିର ଯେଉଁ ପ୍ରେମ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଲୋକ ଜାଣି ସାରିଲେଣି। ତେଣୁ ଲୋକ ଜାଣିଲେଣି ଯେ ବର୍ତ୍ତମାନ ଆଉ ବିଜେପି କି ଯାହା ବିଜେଡ଼ି ଯାହା, କିନ୍ତୁ କଂଗ୍ରେସକୁ ଲୋକ ମନସ୍ଥ କଲେଣି। କଂଗ୍ରେସକୁ ନିଶ୍ଚିତ ରୂପେ ଭୋଟ ଦେବେ। କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଦେଇଛି 10ଟା ପ୍ରସ୍ତାବ କରିବେ, ଏହା କେତେ ଦୂର ସଫଳ ହେବ ବୋଲି ଆପଣ ଭାବୁଛନ୍ତି? କଂଗ୍ରେସ ଯାହା କହେ ସେ କରେ। 24 ବର୍ଷ ବିଜେପି ସରକାର ଯାହା କରିନାହାନ୍ତି, କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ମାଧ୍ୟମରେ 4.5 କୋଟି ଓଡ଼ିଆଙ୍କର ପାଖକୁ ନେଇଛି ବାର୍ତ୍ତା। ଆମର ନେତା
प्रिय नेता आमर शरद पट्टनायक प्रदेश कांग्रेस कमिटी सभापति 4.5 कोटी ओडिया कांग्रेस 10 दफा ग्यारंटी घोषणा कर आगे आम ग्यारंटी कहलु आम कृषि ऋण छाड़ू एसएचजी महिला ऋण छाड़ू महिला प्रत्येक घर मुख्य महिला आम 2000 टंका आर्थिक पोषण राशि दबू चाषी मान 2000 टंकार पेंशन दिज्व ऋण छाड़ू 5 टंकार गैस सिलिंडर दबू एवं 25 लाख जाए स्वास्थ्य बीमा समस्त प्रत्येक राज्यवासी 25 लाख स्वास्थ्य भितर कौन तारतम्य रही भाव में जो ग्यारंटी कांग्रेस सरकार आनी 5 लाख युवक को नियुक्ति दिज्व बेकारी भत्ता दिज्व 3000 टंका बेकारी भत्ता दिज्व एवं आपणकर महिला मानक 2000 टंका भत्ता दिज्व सबू कार्यक्रम एसएचजी ऋण छाड़ कर ग्यारंटी कांग्रेस दल आणिक आसी जो राज्य में कांग्रेस सरकार अच्छी से राज्य में यही ग्यारंटी कांग्रेस पालन करान 3000 टका दूचु आप जानते छत्तीसगढ़ के दिखाला एवं भी दिखाऊँ तेणु सबू कथा कांग्रेस ग्यारंटी देती जो बीजेडी बीजेपी वाला जो बर्तमान अघोषित मेट होती जो गुप्त बुझापड़ा होती ओडिया लोक सब जानी सारे ओडिया बोका ना लोक मैंने एथर ठीक निष्पत्ति ने कांग्रेस हूँ एकमात्र विकल्प ओडिशा रे कांग्रेस आसीबो ओडिशा हसीबो धन्यवाद जिले में बीजेपी और बीजेडी संगठन को कांग्रेस संगठन दुर्बलता साधारण चर्चा हो कांग्रेस दुर्बल आप जानले आप संगठन में अच्छा आप दुर्बल कहे कांग्रेस संगठन ठीक अच्छे कांग्रेस प्रार्थी घोषणा करूँ उत्तम प्रार्थी जो मैंने लोक मान साथी अच्छा एवं जितवार संभावना जो मन अच्छी कांग्रेस दल आगामी दिन में प्रार्थी करेंगे। ब्यूरो रिपोर्ट DK News 10।